गुड मॉर्निंग व्यूअर्स। ये आपणकर ଆପଣ ତ ଦେଖିଥିବେ ବହୁତ ଭଲସେ ମୁଁ ଆପଣଙ୍କ କଟକ ଭୁବନେଶ୍ୱରରେ ଭିତରେ ବହୁତ ସାରା ଭିଡ଼ିଓ ଆପଣ କରିଛି ଯେଉଁ କଷ୍ଟମରମାନଙ୍କୁ ଆକ୍ଚୁଆଲି ବହୁତ ଭଲ ଭଲ ପ୍ଲଟ୍ ବି ଆପଣଙ୍କୁ ପ୍ରୋଭାଇଡ଼ କରିଛି। ବର୍ତ୍ତମାନ ଏଠି ଆପଣଙ୍କ ପାଇଁ ଗୋଟେ ବହୁତ ନ୍ୟୁ ଲୋକେସନ୍ ଯେଉଁଟାକି ଆପଣମାନେ ସମସ୍ତେ ଜାଣିଥିବେ ଆକ୍ଚୁଆଲି ଯେଉଁ ଆକାଉଣ୍ଟେଡ଼ ଥିବେ ଏହି ଲୋକେସନ୍ ହେଲା ଆପଣଙ୍କର କଟକରେ କେଉଁଠି ଆକ୍ଚୁଆଲି ୟାର ଲୋକେସନ୍ କହିବାକୁ ଗଲେ ଆକ୍ଚୁଆଲି ଇଏ ଆପଣଙ୍କର ଜାଣିଥିବେ ଆକ୍ଚୁଆଲି ଯେଉଁ ଜାଗାଟା ଆପଣଙ୍କର ରହିଲା ବାଲିଆସାହିଟା କେଉଁଠି ଅଛି ଆପଣଙ୍କର ଯେତେବେଳେ ଆପଣ ନୂଆ ବଜାରରୁ ଆପଣ ଆସୁଛନ୍ତି ଯୁଆଡ଼େ ଖପୁରିଆ ହେଇକିରି ଯେଉଁ ବ୍ରହ୍ମପୁରର ଗୋଟେ ଆପଣଙ୍କର ପଡ଼ିବ ଯେଉଁଟାକି ଆପଣଙ୍କର ଜାଣିଥିବେ ଗୋଟେ ମଣ୍ଡପ ଅଛି କୁଆଡ଼େ ଆପଣଙ୍କର ଯେତେବେଳେ କଟକରୁ ଯେତେବେଳେ ଭୁବନେଶ୍ୱର ଆସନ୍ତି ସେ ଲିଙ୍କ ରୋଡ଼ ଯେଉଁ ବ୍ରିଜ୍ ଅଛି ବ୍ରିଜ୍ରୁ ଲେଫ୍ଟ ସାଇଡ଼୍ରେ ଆସିଲା ପରେ ଗୋଟେ ଡାଇରେକ୍ଟର ଅଫିସ୍ ପଡ଼ିବ ସେଇଠୁ ଟିକେ ଆଗକୁ ଆସିଲେ ରାଇଟ୍ ସାଇଡ଼୍ରେ ଆପଣଙ୍କର ଖପୁରିଆ ପଡ଼ିବ ଖପୁରିଆରୁ ତ ଆପଣଙ୍କର ସେଇଠି କ'ଣ ଯେଉଁ ବ୍ରିଜ୍ ଅଛି ସେ ବ୍ରିଜ୍ଟା କ୍ରସ୍ କରିକି ଆସିଲା ପରେ ତ ଆପଣଙ୍କର ବ୍ରହ୍ମପୁରର ଗୋଟେ ମଣ୍ଡପ ପଡ଼ିବ ସେଇଠୁ ଲେଫ୍ଟ ଟର୍ନ ଆସିବେ। ଇ ପାଖାପାଖି ଆପଣଙ୍କର କହିବାକୁ ଗଲେ ଗୋଟେ ଆଦର୍ଶ ବିଦ୍ୟାଳୟ ଗୋଟେ ଅଛି ଯେଉଁଟାକି ଆପଣ ବହୁତ ଏଜୁକେସନ୍ ପାଇଁ ବହୁତ ଭଲ ଜାଗା ଆକ୍ଚୁଆଲି ସେଇ ଲୋକେସନ୍ରେ ମୁଁ ଆପଣଙ୍କୁ ଏ ପ୍ଲଟ୍ଟା ଭିଜିଟ୍ କରୁଛି। ଇଏ ବହୁତ ବଢ଼ିଆ ଲୋକେସନ୍ ଆକ୍ଚୁଆଲି ଏଠି ଆପଣଙ୍କର ଯେଉଁ ବି ଆପଣଙ୍କ ପ୍ଲଟ୍ ଦେଖୁଛନ୍ତି ଏଠି ୱେଲ୍ ଡେଭଲପ୍ ଏରିଆ। ଏଠି ଆପଣଙ୍କର ମେନ୍ ରୋଡ଼ ଯେଉଁ ଅଛି ସେ ମେନ୍ ରୋଡ଼ ଆପଣଙ୍କର 30 ଫୁଟ ରୋଡ଼ ଆପଣଙ୍କୁ ଦିଆହେଇଛି। ଏଠି ଆପଣଙ୍କ ଇଲେକ୍ଟ୍ରିଫିକେସନ୍ ଅଲରେଡ଼ି ଆରେଞ୍ଜମେଣ୍ଟ କରାଯାଇଛି ଲୋକମାନେ ବି ଘର ଅଲରେଡ଼ି କରିଗଲେଣି। ତ ପାଖାପାଖି অলমোস্ট ଅଛି ଦେଖୁ ୱେଲ୍ ଡେଭଲପ୍ ଏରିଆ। ଏଠି ଗୋଟେ ବାଲିଆସାହି ଗୋଟେ ଜାଗାଟା ଅଛି ଯେଉଁଟାକି ଆପଣଙ୍କର ପୁରା ଡୁପ୍ଲେକ୍ସ ପ୍ରୋଜେକ୍ଟ ଆକ୍ଚୁଆଲି ଆ ଭିତରେ ଆମେ ଆପଣଙ୍କୁ ସବୁ ପ୍ରକାର ଆମ୍ୟୁନିଟି ଦେଉଛୁ। ଆପଣଙ୍କର ପ୍ଲେଗ୍ରାଉଣ୍ଡ ବି ଆପଣଙ୍କର ରହୁଛି ତାପରେ ଆପଣଙ୍କ ଗାର୍ଡ଼େନ୍ ବି ଆପଣଙ୍କର ରହୁଛି ତାପରେ ଆପଣଙ୍କର ଏଠି ପ୍ରୋଜେକ୍ଟ ମାନେ ବହୁତ ସାରା ଫ୍ୟାସିଲିଟି ଅଛି ବହୁତ ସାରା ଆମ୍ୟୁନିଟିଜ୍ ବି ଆପଣଙ୍କୁ ଦିଆହେଇଛି ତାପରେ ପୋଲ୍ ଫୋଲ୍ ପଡ଼ିଯାଇଛି। ଇଏ ଆପଣଙ୍କ ରାସ୍ତାଟା ଏଇଠି ଆପଣଙ୍କର ଯେଉଁ ଦେଖନ୍ତୁ ଇଏ ଯେଉଁ ବାଉଣ୍ଡରୀ ଅଲରେଡ଼ି ହେଇଛି ତ ଇଏ ଯେଉଁ ବାଲେ ବାଉଣ୍ଡରୀ ହେଇଯାଇଛି ସେମାନଙ୍କୁ ଅଲରେଡ଼ି ପୋଜିସନ୍ ରେଷ୍ଟ୍ରି ସରିଯାଇଛି। ଏଇଟା ୱିଦିନ୍ 7 days ଭିତରେ ଆମେ ଆମକୁ ରେଷ୍ଟ୍ରି ଦେଉଛୁ। ତ ବହୁତ ବଢ଼ିଆ ଲୋକେସନ୍ ଆପଣଙ୍କୁ ଦେଖୁଛନ୍ତି ଏଠି ନୂଆ ନୂଆ ଯେଉଁ ଘର କରିଛନ୍ତି ତାଙ୍କୁ ଅଲରେଡ଼ି ରେଷ୍ଟ୍ରି ହେଇସାରିଲା ପରେ ସେମାନେ ଇମିଡ଼ିଏଟ୍ ଅଲରେଡ଼ି କନଷ୍ଟ୍ରକ୍ସନ୍ ଆରମ୍ଭ କଲେଣି ଯେଉଁଟାକି ଆପଣ ତାକୁ ଇମିଡ଼ିଏଟ୍ କରିପାରିବେ। ଏଇଠି ଆପଣଙ୍କ ପ୍ଲଟ୍ ଖାଲି ଅଛି ହେଲା ଏଇଠି ଆପଣଙ୍କର ପ୍ଲଟ୍ ଖାଲି ଅଛି। ଯାହା ବି ପ୍ଲଟ୍ ନେବେ ତାର ଆପଣଙ୍କ ଡେପ୍ଥଟା ଆପଣଙ୍କର 50 ରହିବ। ତ ଯାହା ଆପଣ ଫ୍ରଣ୍ଟେଜ୍ ନେଲେ ମତଲବ ଆପଣଙ୍କର 1500 ନେଲେ ତ 50 × 30 = 15 ମତଲବ 1500 ସ୍କୋୟାର ଫୁଟ୍ ଆପଣଙ୍କର ଏଇ ସାଇଜ୍ରେ ଆପଣ ମିଳିବ। ମତଲବ କହିବାର ଅର୍ଥ ଏଇଆ ଯେ ଯେତିକି ଆପଣ ନେବେ ତାର ଡେପ୍ଥଟା ଆପଣଙ୍କର 50 ରହିବ। ଓକେ ଏଠି ଦୁଇଟା ଆପଣଙ୍କର ଫେସିଂ ମିଳିବ। ଏଠି ଆପଣଙ୍କ ଗୋଟେ ନର୍ଥ ୱେଷ୍ଟ ମିଳିବ ଗୋଟେ ନର୍ଥ ଇଷ୍ଟ ଗୋଟେ ମିଳିବ ଆପଣଙ୍କର ଆଉ ଗୋଟେ ସାଉଥ୍ ୱେଷ୍ଟ ଗୋଟେ ମିଳିବ। ଏ ସାଇଡ଼୍ଟା ଆପଣଙ୍କର ପଡ଼ିବ ସାଉଥ୍ ୱେଷ୍ଟ ଫେସିଂ ପ୍ଲଟ୍। ଏଠି ଆପଣଙ୍କର ରହିବ କ'ଣ ନା ନର୍ଥ ଇଷ୍ଟ ଫେସିଂ ପ୍ଲଟ୍ ରହିବ। ଏ ବହୁତ ବଢ଼ିଆ ଲୋକେସନ୍ ପାଖାପାଖି ଅଲରେଡ଼ି ଘର ଫର ହେଇଯାଇଛି ଆପଣ ତ ନିଜେ ଦେଖିପାରୁଥିବେ। ତ ବହୁତ ବଢ଼ିଆ ଲୋକେସନ୍ ଏଠି ଡେଭଲପ୍ ହେଇଯାଇଛି। ଏଠି ଆପଣଙ୍କର କୌଣସି ଅସୁବିଧା ନାହିଁ। ପ୍ରଥମ କଥା ଆପଣଙ୍କର ରାସ୍ତା ଆପଣଙ୍କର 30 ଫୁଟ ରାସ୍ତା। ସେକେଣ୍ଡ କଥା ଆପଣଙ୍କ ଇଲେକ୍ଟ୍ରିକ୍ ପୋଲ୍ ପଡ଼ିଯାଇଛି। ଥାର୍ଡ଼ କଥା ଆପଣଙ୍କ ଏଇ ବାଉଣ୍ଡରୀ ଅଲରେଡ଼ି କରାହେଇଛି। ବାଉଣ୍ଡରୀ ଆମେ ଆପଣଙ୍କୁ କରିକି ଦେବୁ କିଛି ଅସୁବିଧା ନାହିଁ। ଇଏ ଶାରଦା 2ରେ ଯାଉଛି ଅଲରେଡ଼ି ଆଉ ଇଏ ରେଷ୍ଟ୍ରି ପରେ ୱିଦିନ୍ 1 month ପରେ ଆପଣଙ୍କୁ ଆମେ ଏଠି ଘରବାରି କନଭର୍ଟ କରିକି ଦେଉଛୁ ଯେଉଁଟାକି ଅଲରେଡ଼ି ଲୋକମାନେ କନଷ୍ଟ୍ରକ୍ସନ୍ କରିଛନ୍ତି। ଆପଣ ଦେଖିପାରୁଥିବେ ଅଲରେଡ଼ି ବହୁତ ବଢ଼ିଆ ଲୋକେସନ୍। ଏ ଲୋକେସନ୍ ହେଲା ଆପଣଙ୍କର କଟକ ନୂଆ ବଜାର ଠାରୁ ଆପଣଙ୍କର ୱିଦିନ୍ 3.5 କିଲୋମିଟର ମତଲବ 4 କିଲୋମିଟର ଧରନ୍ତୁ ଆପଣ 5 କିଲୋମିଟର ହଉ 5 କିଲୋମିଟର ଭିତରେ। ତ ଏଇ ରେଡ଼ିଏସନ୍ ଭିତରେ ବହୁତ ବଢ଼ିଆ ଲୋକେସନ୍ ଆପଣଙ୍କ ପ୍ଲଟ୍ ଅଛି। ତ ଇଏ ପ୍ଲଟ୍ ଆପଣଙ୍କର ଇମିଡ଼ିଏଟ୍ କନଷ୍ଟ୍ରକ୍ସନ୍ କରିପାରିବେ ତା ପାଇଁ ସବୁ ସୁବିଧା ଅଛି। ଇଣ୍ଟରେଷ୍ଟ ପର୍ସନ୍ ଇମିଡ଼ିଏଟ୍ କଲ୍ ମି। ଥ୍ୟାଙ୍କ ୟୁ ସୋ ମଚ୍।